ସ୍ୱାଧୀନ ଭାରତ ପଦାର୍ପଣ କରିଛି 79ତମ ସୋପାନରେ। 1947 ଅଗଷ୍ଟ 15 ତାରିଖ ଦିନଟିକୁ ଆମେ ସ୍ୱାଧୀନତା ଦିବସ ଭାବେ ପାଳନ କରି ଆସୁଛୁ। 1947 ମସିହା ପୂର୍ବରୁ ଆମ ଭାରତ ସ୍ୱାଧୀନ ନଥିଲା। ଆମ ବାପ ଅଜା ଗୋସେଇଁ ବାପା ସେମାନଙ୍କ ବାପା ବୋଉ ସ୍ୱାଧୀନ ନଥିଲେ। ଯଦି ନଥିଲେ ତେବେ ଆମ ଭାରତ ଆଉ ଆମ 14 ପୁରୁଷ କାହାର ଗୋଲାମ ଥିଲେ। ଏମିତି ଅନେକ କଥା ଆପଣଙ୍କ ମୁଣ୍ଡକୁ ଆସୁଥିବ ନିଶ୍ଚିନ୍ତ। ଏବେ ଏ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଛନ୍ତି? ଅଗଷ୍ଟ 15 ତାରିଖ ଅବା ଜାନୁଆରୀ 26 ତାରିଖ ଦିନ ବାଇକ୍ ଆଗରେ ତିରଙ୍ଗା ପତାକା ଲଗାଇ 2-4 ଚକ୍କର ମାରିବା ପରେ ଯେଉଁମାନେ ନିଜକୁ ସ୍ୱାଧୀନ ବୋଲି ଦାବି କରୁଛନ୍ତି ସେମାନଙ୍କୁ ଏ ଦେଶର ଭବିଷ୍ୟତ ଭାବେ ବିବେଚନା କରାଯାଇ ପାରିବନି। 1947 ମସିହା ପୂର୍ବରୁ ଭାରତକୁ ଶାସନ କରୁଥିଲେ ବ୍ରିଟେନ ରାଣୀ। ସାରା ଭାରତଟା ବ୍ରିଟିଶ ସରକାରଙ୍କ ଗୋଲାମ ଥିଲା। 1947 ଅଗଷ୍ଟ 15 ତାରିଖରେ ଭାରତ ବିଧିବଦ୍ଧ ଭାବେ ବ୍ରିଟିଶ ସରକାରଙ୍କ କବଳରୁ ମୁକ୍ତ ହେଲା। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ 1947 ମସିହା ଅଗଷ୍ଟ 15 ତାରିଖ ଦିନ ନୂଆଦିଲ୍ଲୀର ଲାଲକିଲ୍ଲା ଦୁର୍ଗ ପ୍ରାଚୀରରେ ଠିଆ ହୋଇ ଭାରତର 35 କୋଟି ଲୋକଙ୍କୁ ଭୋକ, ରୋଗ, ଅଭାବ, ଅସୁବିଧା, ଶୋଷଣ, ନିର୍ଯାତନା, ଜାତିଆଣ ବାସନ୍ଦ, ଛୁଆଁଛୁଆଁ ଭେଦଭାବରୁ ଉଦ୍ଧାର କରିବାକୁ ପ୍ରତିଶ୍ରୁତି ପ୍ରଦାନ କଲେ। ସବୁ ପିଲାଙ୍କୁ ସମାନ ପ୍ରକାରର ଶିକ୍ଷାଦାନ କରିବାକୁ ସଂକଳ୍ପ, ସବୁ ପରିବାରକୁ ସମାନ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାକୁ ସଂକଳ୍ପ କଲେ। ଦେଶର ସବୁ ନାଗରିକଙ୍କ ପ୍ରତି ସମ୍ମାନ ଦୃଷ୍ଟି ସମାନ ବିଚାର କରିବା ପାଇଁ ତିଆରି କରାଗଲା ସମ୍ବିଧାନ। ସେହି ଦିନକୁ ପୁରୀ ଯାଇଛି 78 ବର୍ଷ। ସ୍ୱାଧୀନ ଭାରତର 79ତମ ଜନ୍ମ ଦିବସରେ ଆମ ଦେଶର କେତେ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। କେତେ କୋଟି ପରିବାର ସରକାରଙ୍କ ହାତ ଟେକାକୁ ଭରସା କରୁନାହାନ୍ତି। 2024 ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁହଁରୁ ଆମେ ଶୁଣିଥିଲୁ 79 କୋଟି ଲୋକଙ୍କୁ ମାସକୁ ମାଗଣାରେ 5 କିଲୋ ଖାଦ୍ୟଶସ୍ୟ ବିତରଣ କରାଯାଉ। କିଛି ମାସ ତଳେ ପ୍ରକାଶିତ ମିଳିତ ଜାତିସଂଘ ରିପୋର୍ଟର ଅନୁସାରେ ଭାରତରେ 98 ଭାଗ ଲୋକଙ୍କ ଦୈନିକ ରୋଜଗାର 200 ଟଙ୍କାରୁ କମ୍। 2014 ମସିହାରେ ଭାରତକୁ ଶାସନ କରିବା ପାଇଁ ଗୁଜରାଟ ମଡେଲକୁ ଉପଯୁକ୍ତ ବିବେଚନା କରାଗଲା। ଦେଶରେ ବହୁଳ ପ୍ରସାରିତ ଖବରକାଗଜ ନିୟମିତ ଗୁଜରାଟ ମଡେଲ ଗୁଣଗାନ କଲେ। ବିଜ୍ଞାପନ ବାବଦକୁ ରାଜକୋଷରୁ ମୋଟା ରକମର ଲୁଟିଲେ। ସାଧାସିଧା ଭୋଟର ଖବରକାଗଜରେ ଯେଉଁ ନେତାଙ୍କ ମୁହଁ ଦେଖିଲା ତାଙ୍କୁ ଭୋଟ ଦେଇ ପ୍ରଧାନମନ୍ତ୍ରୀ ଆସନରେ ବସାଇଦେଲା। ବିକଶିତ ଭାରତ ଆଡ଼କୁ ହାତ ଦେଖାଇ ଆମକୁ ଧାଇଁବା ପାଇଁ କୁହାଗଲା। ଆକାଉଣ୍ଟରେ 15 ଲକ୍ଷ ଟଙ୍କା ଜମା କରି ଦିଆଯିବାର ସ୍ୱପ୍ନ ଦେଖାଗଲା। ଆମକୁ 50 ଟଙ୍କାରେ ପେଟ୍ରୋଲ ବିକିବାକୁ କୁହାଗଲା। ୟା ଭିତରେ 11 ବର୍ଷ ବିତିଗଲା। ଆମେ ବିକଶିତ ଭାରତ ପଛରେ ଏବେ ମଧ୍ୟ ଧାଉଁଛୁ। ଗୁଜରାଟ ମଡେଲକୁ ଯୋଗ୍ୟତମ ଭାବି ମୁଣ୍ଡରେ ବସାଇ 11 ବର୍ଷ ଭିତରେ ସ୍ୱାଧୀନ ଭାରତର ଭାଗ୍ୟ ବିଧାତା ହୋଇଗଲା ଯୁକ୍ତରାଷ୍ଟ୍ର ଆମେରିକା। ଆମ ଭାରତଟା କେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାର ଗୋଲାମ ହୋଇଗଲା ସେ ପ୍ରଶ୍ନ ପଚାରିବାର ସ୍ୱାଧୀନତା ଛଡ଼ାଇ ନେଇଛନ୍ତି ଆମ ପ୍ରଧାନମନ୍ତ୍ରୀ। ଆମକୁ କେବଳ ତାଙ୍କ ମନର କଥା ଶୁଣିବାକୁ ବାଧ୍ୟ କରାଯାଉଛି।